ଏଇଟା ହେଲା ତାର ଲୋଗୋଟା ଦେ ଏକ୍ୱା ଫିସ୍ ସର୍ଭିସ୍ ଆଣ୍ଡ ମାର୍କେଟିଂ। ଏଇଟା ଦେ ଏକ୍ୱାଟିକ୍ର ମାନେ ଦେ ଅର୍ଗାନାଇଜେସନ୍, ଏଇଟା ଗୋଟେ କମ୍ପାନୀ ଦେ ଏକ୍ୱାଟିକ୍। ଦେନ୍ ଆଉ ଗୋଟେ ଅଛି ଦେ ଇନଫ୍ରା, ଆମର ଯେଉଁଟା ବିଲ୍ଡର କମ୍ପାନୀ। ସେଠି ଯିଏ ଆସିଲା ରିସେପସନ୍ରେ ବସିବ, ରିସେପସନ୍ରେ ଆମର ନନ୍ଦୀ ଲୋକଙ୍କୁ ରିସିଭ୍ କରେ। ନନ୍ଦୀ ହେଲା ମୋର ଗୋଟେ ସାନ ଭାଇ, ଯିଏ ଲୋକଙ୍କୁ ସେଠି ରିସିଭ୍ କରେ। ଯିଏ ଲୋକ ପାଖେ ଆସିଲା ମୋ ସାଙ୍ଗରେ କଥା ହେଇ ଦେଇକି ଆସିଲା, ଏଇଟା ହେଲା ଆମର ଗେଷ୍ଟ ଚେୟାର। ଯିଏ ଆସିବ ଏଠି ବସିବ, ଏଇଟା ହେଲା ମୋର ସାନ ଭାଇ ବସେ ଆସିବେ ତାର ଚେୟାରଟା ଏଇଟା। ଏଇଟା ହେଲା ୱେଲ୍ ମେଣ୍ଟେନ୍ଡ ରୁମ୍। ଏଇଟା ହେଲା ମୋର ଇଏଟା ଆଉ। ଏଇଟା ହେଲା ମୋର ଯେଉଁ ରଶ୍ମି ରଖିକି ଯାଇଛି ମୋର ୱାଇଫ୍, ଏଟା ଆଣିଥିଲା ଭାଉଜଙ୍କର ଫେଭରେଟ୍। ଏଠି ରଖିଦେଇକି ଯାଇଛି, ତାର ଚେୟାରରେ ଏଇଠି ବସିଛି ଆଉ। ମଝିରେ ଉଇ ଲାଗି ଲାଗିଥିଲା। ବାକି ଏମିତି ଚାଲିଗଲା, ଏଥିରେ ଏସି ଫେସି ଲାଗିଛି। ଏଟା ଗଲା କ'ଣଟା, ଏଟା ବେଡ୍। ସେଟା ଆମର ଗଡରେଜ ଜିନିଷ ପତ୍ର ରୁହେ, ଫାଇଲ ପତ୍ର, ଡ୍ରେସ୍ ପତ୍ର, ସବୁ ଜିନିଷ ଏଠି। ତାର ସେ ଯେଉଁ କ୍ୟାମେରା ଫ୍ୟାମେରା ରୁହେ, କ'ଣ ଏଟା ଫଙ୍ଗସ୍ ଲାଗିବନି ଏଠି ରୁହେ। ଏମିତି ଆଉ, ଏମିତି ବାହାରକୁ ଗଲେ ଏଟା ବାହାରର ଭିଉ। ଦିନ ବେଳେ ମୁଁ ଗୋଟେ ପ୍ରପର ଭିଡ଼ିଓଟେ ବନେଇମି, ଆମ ରିଜର୍ଟ ଫିଜର୍ଟ ଗୋଟେ ବନେଇବୁ ନନ୍ଦୀ ପୁରା ଦିନରେ।